10-12 ବର୍ଷ ପରେ ଡାକିବାକୁ ଯାଉଛି ବଡ଼ ବଡ଼ୁଆ। ତ ଚାଲନ୍ତୁ ଦେଖିବା କେମିତି ଡାକୁଛି, କ'ଣ କ'ଣ ସବୁ ଅଛି। ଆପଣ ଦେଖନ୍ତୁ, ଫୁଲ୍ ଭିଡ଼ିଓ ଜାଣିପାରିବେ। ପୂଜା ଆରମ୍ଭ ହୋଇଗଲା। ପୂଜା ସରିଲା ପରେ ଆମେ ସମସ୍ତେ ମିଶିକି ଡାକିବାକୁ ଯିବା ବଡ଼ ବଡ଼ୁଆ। ଆପଣ ଦେଖନ୍ତୁ, ଜାଣିପାରିବେ ଫୁଲ୍ ଭିଡ଼ିଓ କେମିତି ଡକା ହେଉଛି ବଡ଼ ବଡ଼ୁଆଙ୍କୁ। ଦେଖିପାରୁଥିବେ ପୂଜା ସରିଗଲା, ଏବେ ଯିବା ଡାକିବା ପାଇଁ ବଡ଼ ବଡ଼ୁଆ। ଦେଖିପାରୁଥିବେ ସିଏ ମୁଣ୍ଡିଆ ମାରିକି ଶୋଇଛି, ଆଉ ଉଠୁନି, କହୁଛି କି ମୁଁ ଡାକିବି, ଆଜି ସମସ୍ତଙ୍କୁ ଡାକିକି ଖାଇବାକୁ ଦେବି। ତ ଚାଲନ୍ତୁ ଯିବା। ଦେଖିପାରୁଥିବେ ସେପଟେ ପିମ୍ପେଇ ଖାଡ଼ରେ ବି ନିଆଁ ଲାଗିଗଲାଣି। ତ ଦେଖିପାରୁଥିବେ ଜେଜେ ସମସ୍ତଙ୍କଠୁ ବଡ଼, ସେଥିପାଇଁ ଜେଜେ ଆଗରେ ନେଇକି ଚାଲିଲେ, ଆମେ ତାଙ୍କ ପଛରେ ଯାଉଛୁ। କାହିଁକିନା ଜେଜେ ଯାହା କହିବେ ଆମେ ସେଇଆ କହିକି ଡାକିବୁ। କାହିଁକିନା ମୁଁ ତ ଡାକୁଛି 12-10 ବର୍ଷ ପରେ, ତ ମୋର ବି କିଛି ମନେ ନାହିଁ। ତାଙ୍କେ ଯାହା କହିବେ ସେଇ ହିସାବରେ ଡାକିବାକୁ ପଡ଼ିବ ସବୁ। ତ ଦେଖନ୍ତୁ, ସେଇଠି ଗୋଟେ ଗୋବର ଥିବ, ଗୋବରରେ ପୋତା ହେବ। ଦେଖିପାରୁଥିବେ ଖାଡ଼ି ବି ରେଡ଼ି। ଏବେ ଖାଲି ଡାକିବେ, ମାନେ ଯାହା ଜେଜେ କହିବେ ତାଙ୍କ କଥା ଶୁଣିକି ଆମେ ସମସ୍ତେ ଡାକିବା। ତ ଚାଲନ୍ତୁ, ଡାକିଲା ବେଳକୁ କ୍ୟାମେରାଟା ଅଫ୍ କରିଦେବା, ଠିକ୍ ଅଛି। ବଡ଼ ବଡ଼ୁଆଙ୍କ ଡାକ ସରିଗଲା ପରେ ଆମେ ବାହାରିଲୁ ବାଣ ଫୁଟାଇବା ପାଇଁ। ଦେଖିପାରୁଥିବେ ପ୍ରଥମେ ଗୋଟେ ଆକାଶ ଛତା ଛାଡ଼ିଦେବା, ଛାଡ଼ିଲା ପରେ ଏବେ ଯାଇକି ଟାୟାର ଲଗେଇକି ବାଣ ଫୁଟାଇବା। ଚାଲନ୍ତୁ, ଦେଖିପାରୁଥିବେ ବାଣଠୁ ବେଶୀ ଟାୟାର ଦୁଶୁଛି। ମାନେ ଆମ ପିଲା ସବୁ ଟାୟାର ଜଳେଇକି ସିଧା ବାଣ ଫୁଟାଇବେ। କାହାର ମହମବତୀ ଗୋଟେ ନାହିଁ, କାହିଁକିନା ମହମବତୀ ବାଣରେ ଲିଭିଯିବ, କିନ୍ତୁ ଟାୟାର ବାଣରେ ଲିଭିବନି। ସେଥିପାଇଁ ସମସ୍ତେ ଆଇଡ଼ିଆ କରି ଟାୟାର ଲଗେଇଛନ୍ତି। 30ଟା ଖଣ୍ଡେ ଟାୟାର ଦେଖିପାରୁଥିବେ। ଟାୟାର ଜଳେଇବାର ମଜା ଭାଇ ଟିକେ ଅଲଗା। ଦେଖିପାରୁଥିବେ ମାନେ ସେପଟେ ଭାରତ ପାକିସ୍ତାନ କରିଦେଲେଣି ପୁରା ଟାୟାରକୁ।